ମୁଁ ହେଉଛି ରୋଟାରୀ ହସ୍ପିଟାଲର ଡକ୍ଟର ଅଙ୍କିତା ରାଉତ। ଏଠାରେ ସଦାଶକ୍ତି ସେବା ସଂସ୍ଥାନ ହିନ୍ଦୋଳର କଲ୍ୟାଣ ଅନୁଷ୍ଠାନ ତରଫରୁ ଯାହାକି ସହଯୋଗୀ ଭାବରେ ଆମର ଜେପିଏମ୍ ରୋଟାରୀ ହସ୍ପିଟାଲ ତରଫରୁ ଏଠି ଗୋଟେ ଚକ୍ଷୁ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଛି। ସେଥିମଧ୍ୟରୁ 50 ଜଣ ପାଖାପାଖି ପେସେଣ୍ଟ ଆଖି ଦେଖି ସାରିଲେଣି। ସେଥିମଧ୍ୟରୁ ପାଖାପାଖି 10-12 ଜଣ ଲୋକ ଆମର ମୋତିଆବିନ୍ଦୁ ଅପରେସନ୍ ପାଇଁ ଯାହାକି ଫ୍ରି ଅଫ୍ କଷ୍ଟ ଆମ ହସ୍ପିଟାଲ ତରଫରୁ ରହୁଛି। ପାଖାପାଖି 15 ଜଣ 10-12 ଜଣ ଏଠୁ ଯିବେ ସେଠି ଅପରେସନ୍ ହେବା ପାଇଁ, ଯାହାକି ଆମର ଆମ ହସ୍ପିଟାଲ ତରଫରୁ ମାଗଣା ଯିବା ଆସିବା ଖାଇବା ପିଇବା ସମ୍ପୂର୍ଣ୍ଣ ମାଗଣା ରହୁଛି। ଯାହାକି ଆମର ସହଯୋଗ ଭାବରେ ଆମର ସେବା ଅନୁଷ୍ଠାନ ଯେଉଁ ରହୁଛି ସଦାଶକ୍ତି ସେବା ଅନୁଷ୍ଠାନ ତାଙ୍କ ସହଯୋଗ ଦ୍ୱାରା ଆମେ ଏତିକି କାର୍ଯ୍ୟ ନିର୍ବାହିତ କରିପାରିଛୁ। ଆଉ ଆମର ଯାହାକି ଏଠି ଆମର ବନ୍ଧୁ ଭାବରେ ହିନ୍ଦୋଳ କଲ୍ୟାଣ ସେବା ଅନୁଷ୍ଠାନ ଯାହାକି ଆମର ବହୁତ ଭାବରେ ସହଯୋଗ କରୁଛି, ଯାହାକି ଆମେ ଆନ୍ତରିକ ଭାବରେ ଆମେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରୁଛୁ। କୁମାର ପଟ୍ଟନାୟକ ବାହାଲୁଣ୍ଡା ଗ୍ରାମରୁ ରାସୋଳ ଜନମଙ୍ଗଳ କେନ୍ଦ୍ର ଆଇ ହସ୍ପିଟାଲ ତରଫରୁ ଗୋଟେ କ୍ୟାମ୍ପ ପଡ଼ିବାର ଥିଲା ଆଜି। ତେଣୁ ମୁଁ ସେ ଶୁଣି ଆସିଲି ଏବଂ ଏଠି ଆଖି ଦେଖେଇଲା ପରେ ମୋର ଆଖି ଦେଖିକିନା ତାପରେ ଚଷମା ମୋତେ ଦେଲେ। ଚଷମା ଦେଖିଲା ପରେ ମୋତେ ଭଲ ଲାଗିଲା ଏବଂ ଭଲ ବି ଦେଖାଯାଉଛି। ଏହି ଜନମଙ୍ଗଳ କେନ୍ଦ୍ର ତରଫରୁ ଯେଉଁଟା ମାନେ ସମାଜର ଉନ୍ନତି କରିବା ପାଇଁ କି ସମାଜର ମଙ୍ଗଳ ପାଇଁ ଯେଉଁ କାର୍ଯ୍ୟକ୍ରମଟି କରିଛନ୍ତି ଏଠି ବହୁତ ଭଲ ଏବଂ ଉପାଦେୟ କାର୍ଯ୍ୟକ୍ରମ। ହଁ, ମୁଁ ହେଲି ଶଶିକାନ୍ତ ଗଡ଼ନାୟକ। ଯାହା ହଉ ଆଜି ଗୋଟେ ଖୁସି ଲାଗୁଛି ରାସୋଳର ଜନମଙ୍ଗଳ ସେବା ସଂସ୍ଥା ଆଉ ହିନ୍ଦୋଳର ଯେଉଁ ଅଛି ଆମର ସଂଗଠନ ଅଛି, ଦୁଇ ଜଣଙ୍କର ମିଳିତ ଆନୁକୂଲ୍ୟରେ ଗୋଟେ ଚକ୍ଷୁ ଚିକିତ୍ସା ଶିବିର ହୋଇଛି। ଏଠି ମୁଁ ଦେଖୁଛି ଭଲ ସବୁ ଡାକ୍ତରମାନେ ଆସିଛନ୍ତି, ସବୁ ପ୍ରକାର ପରୀକ୍ଷା ବି କରୁଛନ୍ତି। ଏଠି ଯାହା କିଛି ହେଉଛି ସବୁ ବିନା ପଇସାରେ। ତେଣୁ ବହୁତ ଲୋକର ଅଭାବ ଅଛି। ତେଣୁ ପ୍ରତ୍ୟେକ ଲୋକଙ୍କୁ ମୁଁ ଅନୁରୋଧ କରିବି, ମୋର ମଧ୍ୟ ଆଜି ମୁଁ ଅପରେସନ୍ କରିବା ପାଇଁ ଆସିଛି। ତେଣୁ ସବୁ ଲୋକଙ୍କୁ ମୁଁ ରିକ୍ୱେଷ୍ଟ କରିବି ସେମାନେ ଆସିକରି ପରୀକ୍ଷା କରନ୍ତୁ। ଏଥିରେ କୌଣସି ପଇସା ଲାଗୁନି। ଯାହା ହଉ ଜନମଙ୍ଗଳ ଆଉ ଆମର ହିନ୍ଦୋଳ ଯେଉଁ କଲ୍ୟାଣ ସଂଗଠନ ଦୁଇ ଜଣଙ୍କୁ ମୁଁ ବହୁତ ଧନ୍ୟବାଦ ଦେବି। ଏମିତି ଗୋଟେ ଭଲ କାର୍ଯ୍ୟକ୍ରମ କରିଛନ୍ତି ଆଉ ତାଙ୍କର ଅନେକ କାର୍ଯ୍ୟକ୍ରମ କରୁଛନ୍ତି। ତା ମଧ୍ୟରେ ଚକ୍ଷୁ ଚିକିତ୍ସା ମଧ୍ୟ ଗୋଟେ ଭଲ କାର୍ଯ୍ୟକ୍ରମ ଯେଉଁଟାକି ରୋଟାରୀ କ୍ଲବ୍ ଦ୍ୱାରା ହୋଇପାରୁଛି ଆଉ ଭଲ ଲାଗୁଛି। ଆପଣମାନେ ସମସ୍ତେ ସହଯୋଗ କରନ୍ତୁ ଆଉ ତା'ର ବେନିଫିଟ୍ସ ବି ନିଅନ୍ତୁ। ବିନା ପଇସାରେ ସବୁ ହେଉଛି। ତେଣୁ ଆପଣ ପଇସା ଖର୍ଚ୍ଚ କରିବା ଦରକାର ନାହିଁ। ଆସନ୍ତୁ ମାଗଣା ଶିବିରରେ ଆଟେଣ୍ଡ କରନ୍ତୁ। ଧନ୍ୟବାଦ। ମୁଁ ରବିନାରାୟଣ ପୃଷ୍ଟି, ଗାଁ ନୂଆପଟଣା। ମୁଁ ଆଜି ଆସିଥିଲି ଆଖି ପରୀକ୍ଷା କରିବା ପାଇଁ। ଯାହା ହଉ ଆଜି ଖୁସିର କଥା, ଆମର ଜନମଙ୍ଗଳ ରାସୋଳ ଆଉ ହିନ୍ଦୋଳ କଲ୍ୟାଣ ସଂଗଠନ ତରଫରୁ ଏଇ ଯେଉଁ କାର୍ଯ୍ୟକ୍ରମଟି ଆମ ରାସୋଳ କୁମାର କ୍ଲବ୍ ଠାରେ ଆୟୋଜନ ହୋଇଛି, ଏଥିରେ ବହୁତ ଲୋକ ଉପକୃତ ହେଉଛନ୍ତି। ମୁଁ ତ ଦେଖୁଛି ବର୍ତ୍ତମାନ ଆମେ ପାଖାପାଖି 50 ଭଳିଆ ରୋଗୀ ଠିଆ ହେଇଛୁ। ମୋ ସିରିଏଲ୍ ମୋତେ 17 ନା 18ରେ ପଡ଼ିଲା। ମୁଁ ବର୍ତ୍ତମାନ ମୋ ଆଖି ସୁନ୍ଦର ଭାବରେ ପରୀକ୍ଷା କରି ମୋତେ ମୋର ଯାହା ପ୍ରୋବ୍ଲେମ୍ ଜଣାଇଦେଲେ। ମୋର ଯେତିକି ପ୍ରୋବ୍ଲେମ୍ ଥିଲା ତା ପାଇଁ ମୋତେ ଗୋଟେ ମେଡ଼ିସିନ୍ ଆଉ ଚଷମା ପ୍ରେସ୍କ୍ରିପ୍ସନ୍ କରିଛନ୍ତି, ଯେ କେଉଁ ଟାଇପ୍ର ଚଷମାର ପାୱାର ବଢ଼ିବ। ତେଣୁ ଯାହା ହଉ ବହୁତ ଭଲ ଜିନିଷ ଗୋଟେ ଏଇ ଯେଉଁ ଜନମଙ୍ଗଳ ରାସୋଳ ଆଉ କଲ୍ୟାଣ ସଂଗଠନ ଦ୍ୱାରା ଏଇଠି ଆୟୋଜିତ ହେଉଛି। ୟା ପାଇଁ ଆମର ସାଧାରଣତଃ ଆଞ୍ଚଳିକ ଲୋକମାନଙ୍କ ପାଇଁ ଗୋଟେ ସୁନ୍ଦର ଉପକୃତ ହେବା କାର୍ଯ୍ୟକ୍ରମ। କାରଣ ଆମର ଏଠି ଆଇ ହସ୍ପିଟାଲ ନାହିଁ। ଆଖି ଜନିତ ରୋଗ ସମସ୍ୟା ଦୂର କରିବା ପାଇଁ ଏଇ ସୁନ୍ଦର ପ୍ରୟାସ, ଏଇଟା ପାଇଁ ମୁଁ ଆଜି ଜନମଙ୍ଗଳ ରାସୋଳ ଆମର କଲ୍ୟାଣ ସଂଗଠନକୁ ବଧାଇ ଦେବି, ଯାହାକି ସେମାନେ ଆମ ପାଇଁ ବହୁତ ଉପକୃତ କାର୍ଯ୍ୟ କରୁଛନ୍ତି। ଥ୍ୟାଙ୍କ ୟୁ।